ଆଲେ ଚୁମକି, ତୁ ଏଠି କଣ କରୁଛୁ? ତ ଦିଦିର ସେପଟେ ଅଧା ମେହେନ୍ଦି ସାରିକି ପିଲାମାନେ ନାଚିକି ଥକି ପଡିଲେନି, ତୁ ଏଠି ବସିକି ମେକଅପ୍ ହଉଥା। ହଁ ଖୁଡି, ମୁଁ ସେଇଥିପାଇଁ ରେଡି ହଉଥିଲି। ସୀମା ଦିଦି ଖାଲି ରେଡି ହେଇସାରିଲା ପରେ ଆମେ 2 ଜଣ ମିଶିକି ଯାଇଥାନ୍ତୁ। ନା, ସୀମା ସେଠିକି ଯାଇପାରିବନି। ଯାଇପାରିବନି? ହେଲେ କାହିଁକି? କାରଣ ସେ ଗୋଟେ ବିଧବା, ଆଉ ଗୋଟେ ବିଧବା ଶୁଭ କାମରେ ଯୋଗଦାନ କରିବାକୁ ଅନୁମତି ନାହିଁ। କାହିଁକି? ସେ ତମ ହସ ଖୁସିରେ ନଜର ଲଗେଇଦବ ବୋଲି, ସେଥିପାଇଁ? ଆରେ ଆମେ ମାନେ ହେଉଛନ୍ତି ଗୋଟେ ଗୋଟେ ମଣିଷ, କାହାର କେତେବେଳେ କୋଉଠି ଜୀବନ ଚାଲି ଯାଉଛି ଆମେ କେମିତି ଜାଣିବା? କିନ୍ତୁ ଆମେ ଗୋଟେ ଏମିତି ସମାଜରେ ବଞ୍ଚୁଛୁ ଯୋଉଠି ସ୍ୱାମୀ ମରିଗଲା ପରେ ସ୍ତ୍ରୀଙ୍କୁ କଳଙ୍କିନୀ ବୋଲି କୁହାଯାଏ, ତାକୁ ସମାଜରୁ ବାଛନ୍ଦ କରାଯାଏ, ତାକୁ ଶୁଭ କାର୍ଯ୍ୟରେ ଏଡାଇ ଦିଆଯାଏ। ହେଲେ କାହିଁକି? ବାସ୍, ବହୁତ ହେଇଗଲା ଏସବୁ। ଯୋଉଠିକି ମୋ ଦିଦି ଯିବନି ସେଇଭଳିଆ ଚିନ୍ତାଧାରା ରଖିଥିବା ଜାଗାକୁ ମୋର ବି ଯିବା କିଛି ଦରକାର ନାହିଁ। ଆମ ମତରେ ଆମ ସମାଜରେ ହେଉଥିବା ବିଧବା ପ୍ରଥାକୁ ଉଠେଇ ଦିଆଯିବା ଉଚିତ। ଯଦି ଆପଣମାନେ ଆମ ମାନଙ୍କ କଥାରେ ଏକମତ ତାହେଲେ କମେଣ୍ଟ ମଧ୍ୟରେ ୟେସ୍ ଲେଖନ୍ତୁ। ଆଉ ଭିଡିଓ ଯଦି ଭଲ ଲାଗିଲା ତାହେଲେ ଲାଇକ୍, କମେଣ୍ଟ, ସେୟାର କରିଦେବ ଆଉ ସବସ୍କ୍ରାଇବ କରିବାକୁ ଜମା ଭୁଲି। ଆମେ ପୁଣି ଦେଖା ହବା ଗୋଟେ ନୂଆ ଭିଡିଓରେ। ସେ ପର୍ଯ୍ୟନ୍ତ ରହିଲୁ ଜୟ ଜଗନ୍ନାଥ।